ଅଧିକ ଭାବୁଥିବା ଲୋକ ଥରେ ନିଶ୍ଚୟ ଦେଖନ୍ତୁ, ବଦଳିଯିବ ଆପଣଙ୍କ ଜୀବନ। ଆସନ୍ତୁ ଦେଖିବା এই ଭିଡିଓରେ। ଆଜିର ସମୟରେ ମଣିଷ ନିଜକୁ ବହୁତ ବ୍ୟସ୍ତ ମଧ୍ୟରେ ରଖିଥାଏ। ମଣିଷ ନିଜକୁ ନିଜର ପରିବାର ସାଂସାରିକ ଜୀବନରେ ନିଜକୁ ବ୍ୟସ୍ତ ରଖିଥାଏ। ଏତେ ବ୍ୟସ୍ତତା ମଧ୍ୟରେ ମଣିଷ ନିଜକୁ କେବେ ବି ଶାନ୍ତିରେ ଟିକେ ସମୟ ଦେଇପାରେ ନାହିଁ। ଯେତେବେଳେ ବି ମଣିଷ ଟିକେ ଏକାରେ ରୁହେ, ତାର ମସ୍ତିଷ୍କ ମଧ୍ୟରେ ବହୁତ ଚିନ୍ତା ରହିଥାଏ। ବିଜ୍ଞାନ ଅନୁସାରେ ଗୋଟିଏ ଦିନରେ ମଣିଷ ମୁଣ୍ଡରେ 50ରୁ 60 ହଜାର କଥା ଚିନ୍ତା କରିଥାଏ। ତେବେ ସେହି ଚିନ୍ତା ମଧ୍ୟରୁ କିଛି ଭଲ ଓ କିଛି ଖରାପ କଥା ମଧ୍ୟ ଭାବିଥାଉ। ତେବେ ଖରାପ ଚିନ୍ତା ସବୁବେଳେ କରିବା ଦ୍ୱାରା ଆମେ ନିଜକୁ ଅସୁସ୍ଥ ଓ ଅଶାନ୍ତିରେ ରଖିଥାଉ। ତେଣୁ ବୈଜ୍ଞାନିକ ମାନେ କୁହନ୍ତି ଯେ ମଣିଷ ପ୍ରାୟତଃ 80% କଥା ନକାରାତ୍ମକ କଥା ଭାବିଥାଏ। ଏହି ନକାରାତ୍ମକ କଥା ଚିନ୍ତାରୁ ନିଜକୁ କିପରି ରଖିବା ତା ସମ୍ପର୍କରେ ଆସନ୍ତୁ ଜାଣିବା। ପ୍ରଥମ କଥା ହେଉଛି ଅତ୍ୟଧିକ ଭାବନା, ଅର୍ଥାତ୍ ଆପଣ ଯେତେ କମ୍ କଥା ଚିନ୍ତା କରିବେ ସେତେ ଆପଣ ସୁସ୍ଥ ରହିବେ। କାରଣ ଯେମିତି ଆମେ ସର୍ବଦା କାମ କରିବା ଦ୍ୱାରା ଆମ ଶରୀର ଥକା ହୋଇଯାଇଥାଏ, ସେଭଳି ମଣିଷର ମସ୍ତିଷ୍କ ଯଦି ବେଶୀ ଚିନ୍ତା କରିଥାଏ ତେବେ ସେ ମାନସିକ ଭାବେ ଅସୁସ୍ଥ ହୋଇଯାଇଥାଏ। ତେଣୁ ଆପଣ ଦିନକୁ ଚେଷ୍ଟା କରନ୍ତୁ 25ରୁ 30 ହଜାର କଥା ଚିନ୍ତା କରନ୍ତୁ ବା ତାଠାରୁ କମ୍ କଥା ଚିନ୍ତା କରନ୍ତୁ। ଦ୍ୱିତୀୟ କଥା, ଯାହା ଅତୀତରେ ହୋଇଯାଇଛି ତାକୁ ବାରମ୍ବାର ଚିନ୍ତା କରନ୍ତୁ ନାହିଁ। ସେଇ କଥାକୁ ଭୁଲି ଭବିଷ୍ୟତରେ କିପରି ସେଇ ଜିନିଷ ନ ହେବ ତାହା ଚିନ୍ତା କରନ୍ତୁ। ଭଗବାନ ଯାହା କରନ୍ତି ଆମର ମଙ୍ଗଳ ପାଇଁ, ତେଣୁ ଆପଣ ସେ ଅତୀତରୁ କିଛି ଶିକ୍ଷା ପାଇବେ। ତୃତୀୟ କଥା, ଆପଣ ପ୍ରତିଦିନ ଯାହା ବି ନକାରାତ୍ମକ ବା ସକାରାତ୍ମକ ଚିନ୍ତା କରୁଛନ୍ତି ତାକୁ ଏକ ଡାଏରୀରେ ଲେଖନ୍ତୁ। ପ୍ରତିଦିନ ନିୟମିତ ଡାଏରୀ ମେଣ୍ଟେନ୍ କରନ୍ତୁ, ଯାହାଦ୍ୱାରା ଆପଣଙ୍କ ଚିନ୍ତା ମୁଣ୍ଡରୁ କମ୍ ହେବ ଓ ବେଶୀ ଭାର ହେବନି। ଚତୁର୍ଥ କଥା ହେଉଛି ପ୍ରତିଦିନ ରାତିରେ କିଛି ମୋଟିଭେସନାଲ ବହି କିମ୍ବା ଭିଡ଼ିଓ ଦେଖନ୍ତୁ, ଯାହାଦ୍ୱାରା ଆପଣଙ୍କୁ କିଛି ଶିକ୍ଷା ମିଳିବ। ଏହା ସହିତ ଆପଣଙ୍କୁ ଚିନ୍ତାମୁକ୍ତିର ନିଦ ହୋଇଥାଏ। ପଞ୍ଚମ କଥା ହେଉଛି ନୀତିଦିନ ଯୋଗ। ଆପଣ ଯଦି ପ୍ରତିଦିନ ସକାଳୁ ଉଠି ପ୍ରାତଃ ସମୟରେ ଯୋଗ ଅଭ୍ୟାସ କରନ୍ତି, ତେବେ ଆପଣଙ୍କ ମନ ଓ ଶରୀର ସୁସ୍ଥ ରହିବା ସହିତ ଆପଣଙ୍କ ମନରୁ ସବୁ ନକାରାତ୍ମକ ଚିନ୍ତା ବାହାରି ଯାଇଥାଏ ଓ ସକାରାତ୍ମକ ଉର୍ଜା ଆପଣଙ୍କ ନିକଟରେ ସର୍ବଦା ରହିଥାଏ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଯଦି ଭଲ ଲାଗୁଛି ତେବେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଆମ ଚ୍ୟାନେଲକୁ ନୂଆ ଦେଖୁଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେନି।